ଗ୍ରାମବାସୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପ୍ରୟାଗରାଜର ନୱାଡ଼ା ଗାଁରେ ଧର୍ମ ପରିବର୍ତ୍ତନ ପାଇଁ 4 ଜଣଙ୍କୁ ପୋଲିସ ଗିରଫ କରିଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଜିର ବିଷୟବସ୍ତୁ ହେଉଛି ଖ୍ରୀଷ୍ଟିଆନ ଧର୍ମାନ୍ତୀକରଣ, ତାହା ପୁଣି ଲୋଭ ଆଉ ପ୍ରଲୋଭନ ଦେଖାଇ କିପରି ବେରୋଜଗାର ଅଶିକ୍ଷିତ ଲୋକମାନଙ୍କୁ ଏମାନେ ଧର୍ମାନ୍ତୀକରଣ କରୁଛନ୍ତି, ଧର୍ମ ପରିବର୍ତ୍ତନ କରାଉଛନ୍ତି। ରବିବାର ଦିନ ପ୍ରୟାଗରାଜରେ ଏକ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିଲା। ଆଉ ସେହି ପ୍ରୟାଗରାଜର ନେୱଡ଼ା ଗାଁରେ ସତ୍ସଙ୍ଗରେ 4 ଜଣ ଧର୍ମାନ୍ତୀକରଣ ସମ୍ପୃକ୍ତ ଥିବାର ଜଣାପଡ଼ିଥିଲା। ଆଉ ସେହି 4 ଜଣଙ୍କୁ ପୋଲିସ ଗିରଫ କରିଛି। ଆଉ ସୋମବାର ଦିନ ସେମାନଙ୍କୁ ଜେଲକୁ ପଠାଇଥିଲା। ସେହି ସତ୍ସଙ୍ଗଟି ଏକ ଟିଣ ପଡ଼ିଥିବା ଘରେ ଆୟୋଜିତ ହୋଇଥିଲା। ସେଠାରେ ସେହି ଧର୍ମାନ୍ତୀକରଣ ଦେଖିକି କିଛି ଲୋକ ସେଠାରେ ହଙ୍ଗାମା ସୃଷ୍ଟି କରିଥିଲେ। ଆଉ ସେହି ଲୋକମାନେ ସେଠାରେ ଅଭିଯୋଗ କରିଥିଲେ, ଏଠାରେ ଧର୍ମାନ୍ତୀକରଣ ହେଉଛି। ଏଠାରେ ହିନ୍ଦୁ ଲୋକମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତୀକରଣ କରାଉଛନ୍ତି। ଯାହାଫଳରେ ସେଠାକାର ଗ୍ରାମବାସୀ ଏବଂ ଯେଉଁମାନେ ଧର୍ମାନ୍ତୀକରଣ କରୁଥିଲେ ସେମାନଙ୍କ ମଧ୍ୟରେ ବହୁ ପରିମାଣରେ ଝଗଡ଼ା ସୃଷ୍ଟି ହୋଇଥିଲା। ଆଉ ସେହି ଝଗଡ଼ା ସୂଚନା ପାଇଁ ପୋଲିସ ସେଠାରେ ପହଞ୍ଚି ତଦନ୍ତ କରିବା ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ସମ୍ପୂର୍ଣ୍ଣ ସଠିକ ତଥ୍ୟ ମଧ୍ୟ ସଂଗ୍ରହ କରିଥିଲା। ସେଠାକାର ବିଭୂତି ନାରାୟଣ ତ୍ରିପାଠୀ ବୋଲି ଜଣେ ଲୋକ ରବିବାର ଦିନ ବାହାରିଆ ପୋଲିସକୁ ଏକ ଲିଖିତ ଅଭିଯୋଗ ଦେଇ କହିଛନ୍ତି ଯେ ନେୱଡ଼ା ଗାଁରେ 12ରୁ ଅଧିକ ଲୋକ ଆରୋଗ୍ୟ ସଭା ଆୟୋଜନ କରି ଖ୍ରୀଷ୍ଟିଆନିଟିର ଭଲ ପାଇବା ବିଷୟରେ ଲୋକମାନଙ୍କୁ ଜଣାଉଥିଲେ ଏବଂ ହିନ୍ଦୁ ଦେବାଦେବୀମାନଙ୍କୁ ସେମାନେ ବଦନାମ କରିବାକୁ ଚେଷ୍ଟା କରୁଥିଲେ, ଯାହା ହିନ୍ଦୁମାନଙ୍କୁ ବହୁତ ଆଘାତ ଦେଉଥିଲା। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ କପାସା ଗ୍ରାମର ଅନିଲ କୁମାର ବିନ୍ଦ ଏବଂ କୃଷ୍ଣ କୁମାର ବିନ୍ଦ, ନେୱଡ଼ା ଗ୍ରାମର ସୁଭାଷ ଚନ୍ଦ୍ର ବିନ୍ଦ ଏବଂ ମିଝୁରା ଗ୍ରାମର ସଞ୍ଜୟ ବିଶ୍ୱକର୍ମା ରୋଗ ଭଲ କରିବା ଏବଂ ନିଯୁକ୍ତି ଦେବା ନାମରେ ହିନ୍ଦୁମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ କରୁଥିଲେ। ମୁଁ ସବୁବେଳେ କହିଛି, ଯେଉଁମାନେ ଧର୍ମାନ୍ତୀକରଣ କରୁଛନ୍ତି ସେମାନେ ଗରିବ, ନିରୀହ, ଆଦିବାସୀ, ଯେଉଁମାନଙ୍କର ରୋଜଗାର ନଥାଏ, ଆର୍ଥିକ ପରିସ୍ଥିତି ଖରାପ ଥାଏ ଏବଂ ରୋଗରେ ପୀଡ଼ିତ ଥାନ୍ତି, ସେହି ନିର୍ଦ୍ଦିଷ୍ଟ ଧର୍ମାନ୍ତୀକରଣ ମାନେ ପ୍ରଥମେ ସେହି ଲୋକମାନଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କୁ ଲୋଭ ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ କରିଥାନ୍ତି। ବାହାରିଆ ଥାନା ଇନଚାର୍ଜ ମହେଶ ମିଶ୍ର କହିଛନ୍ତି ଯେ ରବିବାର ଦିନ 4 ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା ଏବଂ ସୋମବାର ଦିନ ଅପରାହ୍ନ ସମୟରେ ଯେତେବେଳେ ପୋଲିସ ପେଟ୍ରୋଲିଂ କରୁଥିଲା ସେହି ସମୟରେ ଅଭିଯୁକ୍ତ ଅନିଲ କୁମାର ବିନ୍ଦ, କୃଷ୍ଣ କୁମାର ବିନ୍ଦ, ସୁଭାଷ ଚନ୍ଦ୍ର ବିନ୍ଦ ଏବଂ ସଞ୍ଜୟ ବିଶ୍ୱକର୍ମା ଏକ ଚା ଦୋକାନରେ ଠିଆ ହୋଇ ଚା ପିଉଥିବାର ଦେଖାଯାଇଥିଲା। ସେହି ସମୟରେ ପୋଲିସ ସେହି 4 ଅଭିଯୁକ୍ତମାନଙ୍କୁ ଧରିକି ଥାନାକୁ ନେଇଥିଲା, ପଚରାଉଚରା କରିଥିଲା, ତାପରେ ଜେଲକୁ ପଠାଇଥିଲା। ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ, ଧର୍ମାନ୍ତୀକରଣ ଠାରୁ ଦୂରେଇ ରୁହନ୍ତୁ, ଲୋଭ ଆଉ ପ୍ରଲୋଭନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଯେଉଁମାନେ ଆପଣଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଉଛନ୍ତି, ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଆକ୍ସନ ନିଅନ୍ତୁ।